ଆଜ୍ଞା ନମସ୍କାର। ଆପଣଙ୍କର ଶୁଭ କାମନା, ଆପଣଙ୍କ ଭଲ ପାଇବା ଦୃଷ୍ଟିରୁ ଗୋଟେ ଆଉ ଗୋଟେ ଭିଡ଼ିଓ ସେକେଣ୍ଡ ଭିଡ଼ିଓ କରୁଛି। ଭଲ ପାଇଥିଲି ବୋଲି ଆଜିକା ଡେଟ୍ରେ ଗୋଟେ ଭିଡ଼ିଓ କରିଛି। ସେକେଣ୍ଡ ଭିଡ଼ିଓ ଏଟା ମୋର। ଆମର କରିବା କାଣ୍ଡକ ମୁଁ ତ କେଉଁ ଶାସକ ଦଳରେ ନାହିଁ କି ବିଜେଡ଼ି ଦଳରେ ନାହିଁ କି କେଉଁ ବିଜେପିରେ ନାହିଁ, ବିଜେପି ବିଜେଡ଼ି କଂଗ୍ରେସରେ ଦଳରେ ନାହିଁ। ମୁଁ ଗୋଟେ ସ୍ୱାଧୀନ ପ୍ରାର୍ଥୀ, ଆରାମରେ ବସୁଛି, ଘରେ ଖାଉଛି ପିଉଛି ବସୁଛି, ମୋ ପିଲା ଛୁଆ ଅଛନ୍ତି, ସଂସ୍ଥାର ଚଳାଉଛି। କିନ୍ତୁ ଗୋଟିଏ କଥା କହିବି, ନବୀନ ସାର୍ଙ୍କ ପାଇଁ ଯେଉଁ ଲୋକମାନେ ଯେଉଁ କହୁଛନ୍ତି ଏଇ ଜିନିଷଟା ଆଳୁ ବି ବିଗତ ଦିନରେ ଚାଲିଥିଲା, ଆଳୁର ଇଏ ନେଇକି। ତ ଆଜିକା ଡେଟ୍ରେ ମୁଁ ଆଜି ଶୁଣା ଦେଖୁଛି ଆମର ନବୀନ ସାର୍ ଲେଖିଥିଲେ, ଚିଠି ଲେଖିଥିଲେ ମମତା ବାନାର୍ଜୀ, ଆଳୁ ଆସିଲା। ଆମର ସରକାର ଯିଏ କରିଛନ୍ତି ବିଜେପି ଦଳ, ସେ କହିଲେ ଆମର ମୋହନ ମାଝୀ କହିଲେ ଯେ ମୁଁ ନବୀନ ସାର୍ ମୁଁ ଯାଇଥିଲି ମିଟିଂ କରିଥିଲି, ଆପଣ ଦିଲ୍ଲୀରେ ଯେଉଁ ହେଇଥିଲା ଇଏ ହେଇଥିଲା, ସେଠି ଯାଇ ବସି କଥାବାର୍ତ୍ତା କଲେ, ଆଳୁ ଆସିଲା। ଠିକ୍ ଅଛି, ଭଲ କଥା, ଯଦି କରିପାରୁଛନ୍ତି ଭଲ କଥା। ଆଜିକା ଡେଟ୍ରେ ମୁଁ କହୁଛି ଆପଣଙ୍କର ଡେଟ୍ରେ ଯେଉଁ ଯୋଗାଣ ମନ୍ତ୍ରୀ ଅଛନ୍ତି, ଯୋଗାଣ ମନ୍ତ୍ରୀ ଯିଏ କହିଛନ୍ତି କାଲକାଟାରୁ ଆମେ ଆଳୁ ମଗେଇବୁ ନାହିଁ, ଉତ୍ତରପ୍ରଦେଶରୁ ଆଳୁ ମଗେଇବୁ। ଉତ୍ତରପ୍ରଦେଶରେ ଆଳୁ ମଗେଇବେ, ଠିକ୍ ଅଛି, ଭଲ କଥା। ଓଡ଼ିଶା ଗଭର୍ଣ୍ଣମେଣ୍ଟ ଆମର ସରକାର ଯେଉଁ ଅଛନ୍ତି, ଜନସାଧାରଣ ଲୋକ ଚଳିବେ, ଲୋକକୁ ଚଳିବା ପାଇଁ ଆଳୁ ମଗାନ୍ତୁ। ଲୋକ ସର୍ବସାଧାରଣ ହନ୍ତସନ୍ତ ନ ହୁଅନ୍ତୁ, ଭଲରେ ସୁବିଧା ତାଙ୍କୁ ପାଇଯାଆନ୍ତୁ। ଉତ୍ତରପ୍ରଦେଶରୁ ଆଳୁ ମଗେଇବେ, କାଲକାଟାରୁ ୱେଷ୍ଟବେଙ୍ଗଲ ଆଳୁ ମଗେଇବେନି, ଆମେ ୱେଷ୍ଟବେଙ୍ଗଲକୁ ବ୍ୟାନ୍ କରିଦେବୁ। ମୋତେ ଗୋଟେ କଥା କୁହନ୍ତୁ, ଆପଣ ୱେଷ୍ଟବେଙ୍ଗଲରୁ ଯେଉଁ ଆଳୁ ମଗାଉଥିଲେ 40 କେଜି, ଗୋଟେ ବଗିରେ 40 କେଜି ବ୍ୟାଗ୍ଟା ହେଉଛି 40 କେଜି ଆସୁଛି, ତା ଦେହରେ 40 କେଜିରେ ତ ଆପଣଙ୍କର କୁଇଣ୍ଟାଲ ଯେଉଁ କହୁଛନ୍ତି 40 କେଜି ବ୍ୟାଗ୍ରେ ଆପଣ 40 କେଜି ବ୍ୟାଗ୍ରେ 10 କିଲୋ ଉତ୍ତରପ୍ରଦେଶରୁ ସଢ଼ା ପଡ଼ିଯାଉଛି। ଠିକ୍ ଅଛି, ଭଲ କଥା। ୱେଷ୍ଟବେଙ୍ଗଲ ଆଳୁ ତ ଆପଣଙ୍କୁ କ'ଣ ଖରାପ ଲାଗିଲା? ଯେପର୍ଯ୍ୟନ୍ତ 24 ବର୍ଷ ହେଲାଣି ସରକାର କରୁଥିଲେ, ନବୀନ ପଟ୍ଟନାୟକ ସେ ସରକାର କରୁଥିଲେ, ସେତେବେଳେ ତ ଆପଣଙ୍କର କିଛି ପାଟି ଫିଟୁନଥିଲା। ଆଜିକା ଡେଟ୍ରେ ଆପଣଙ୍କର ଆଜ୍ଞା ଆପଣ ଉତ୍ତରପ୍ରଦେଶରୁ ଆଳୁ ମଗେଇବେ, ଆଉ ୱେଷ୍ଟବେଙ୍ଗଲକୁ ଆପଣ ଆଳୁ ବନ୍ଦ କରିଦେବେ। ଠିକ୍ ଅଛି, ଭଲ କଥା। ଆପଣଙ୍କର ୱେଷ୍ଟବେଙ୍ଗଲ ମଗେଇଲେ ଆପଣ ଯେଉଁ ଯିବା ବାଟଟା, ଆପଣ କେଉଁ ବାଟ ମୋତେ କୁହନ୍ତୁ, ଗୋଟିଏ କଥା କହିବେ, ଆପଣ ଯିବା ବାଟଟା କେଉଁଟା? ଉତ୍ତରପ୍ରଦେଶକୁ ଯିବେ, ଆଳୁ ଆଣିବେ, ଠିକ୍ ଅଛି, ଭଲ କଥା। ଉତ୍ତରପ୍ରଦେଶ ଆପଣ ଓଡ଼ିଶାକୁ ଯୋଗାଇ ପାରିବେ, ଉତ୍ତରପ୍ରଦେଶ ଆଳୁଟା ଆପଣ ଯୋଗାଇ ପାରିବେ, ଭଲ କଥା, କିଛି ସେଥିରେ କିଛି ଇଏ ନାହିଁ। ଆପଣ ୱେଷ୍ଟବେଙ୍ଗଲ 24 ବର୍ଷ ଶାସନ କଲା ଭିତରେ ଆପଣ ମମତା ବାନାର୍ଜୀକି ଆପଣଙ୍କୁ ଇଏ କଟାକ୍ଷ କରୁଛନ୍ତି ଯେ ମମତା ବାନାର୍ଜୀ ଆମକୁ ଆଳୁ ଯୋଗାଇ ପାରୁଛନ୍ତି, ଆମେ କାରଣ ୱେଷ୍ଟବେଙ୍ଗଲକୁ ବ୍ୟାନ୍ କରିଦେବା, ଉତ୍ତରପ୍ରଦେଶରୁ ଆଳୁ ମଗେଇବା, ଭଲ କଥା। ଅବିକା ଡେଟ୍ରେ ମୋତେ କୁହନ୍ତୁ, 15,000 ଟଙ୍କା ଆପଣ ଆଗେ ଯେଉଁ ଇଏ କରୁଥିଲେ, ଆପଣଙ୍କ ଅବିକା ସରକାର ଯେଉଁ କରିଛନ୍ତି, ଏଇ ଯେଉଁ ଆଳୁ ଆସୁଛି ଆପଣଙ୍କ ସରକାର ଆପଣ କରିଛନ୍ତି, ଗୋଟେ ବ୍ୟାଗ୍ ପିଛା ଆପଣଙ୍କର 15,000 ଟଙ୍କା, ଗୋଟେ ବ୍ୟାଗ୍ ପିଛା 15,000 ଟଙ୍କା ନେଉଛନ୍ତି। କୁଇଣ୍ଟାଲ 10 କୁଇଣ୍ଟାଲ ପିଛା 15 ଟଙ୍କା ନେଉଛନ୍ତି, 2,000 ଟଙ୍କା ଲେଖା ଗୋଟେ ବ୍ୟାଗ୍ ପିଛା ନେଉଛନ୍ତି। ଜାଣିଛନ୍ତି ଏ ବିଷୟରେ ଜାଣିଛନ୍ତି? ଗୋଟେ ବ୍ୟାଗ୍ ପିଛା 2,000 ଟଙ୍କା। ଆପଣ ଟୋଲ୍ ଗେଟ୍ରେ ଠିଆ ହେଉଛନ୍ତି ଲୋକ, ଆପଣ ଦଲାଲ, ଗୋଟେ ବ୍ୟାଗ୍ ପିଛା 2,000 ଟଙ୍କା ନେଉଛନ୍ତି। ଚିନ୍ତା କଲେ କେତେ ଟଙ୍କା ସେ ଇଏ କରିଥିବେ। ଆଳୁ କେଉଁ ପଟେ ଆଉଛି? ଆପଣ ଯେଉଁ ଆଳୁ ବନ୍ଦ ଥିଲା, ଆପଣ ଆଉ ବଢ଼ିଗଲା, ଏତେ ରେଟ୍ ହେଲା, ହେଇଗଲା, ଚୋରା କାରବାର ହେଲା, ଏ କେଉଁ ସେକ୍ସନ୍ ହେଲା? କେମିତି ଆସିଲା ଆଳୁ? ଆପଣ ନବୀନ ପଟ୍ଟନାୟକକୁ ଦୋଷ ଦେଉଥିଲେ। ଏଇ ଯେଉଁ ବିଗତ ଦିନରେ ଅବିକା ଆଳୁ ଯେଉଁ ସଙ୍କଟ ପଡ଼ିଥିଲା, ଏଇ ଯେଉଁ ଆଳୁ ଚୋରା କାରବାର ହେଇକି ଆସିଲା, ଯେଉଁ ଦଲାଲମାନଙ୍କୁ ଆପଣ ପଇସା ଦେଇକି କରିଛନ୍ତି, ବିଜେପି ସରକାର ଯେଉଁ ଦଲାଲଙ୍କୁ ଦେଇକି କରିଛନ୍ତି, ସେ ଆଳୁ କେଉଁ ପଟେ ଅଛି ଜାଣିଛନ୍ତି ଆପଣ? ମୁଁ ଆପଣଙ୍କୁ କହୁଛି କେଉଁ ବାଟେ ଆସିଛି। ଆଜିକା ଡେଟ୍ରେ ମୋ ଭିତରେ ଅଛି, ଆଜିକା ଡେଟ୍ରେ ଅଛି ଆପଣଙ୍କର ଲୋକନାଥ ଟୋଲ୍ ଗେଟ୍ ଦେଇକି ଅଛି, ଗୋପୀବଲ୍ଲଭ ଟୋଲ୍ ଗେଟ୍ ଦେଇକି ଅଛି, ପୁରା ବାଇ ଡାଟା ଅଛି। ମୁଁ ଆଜିକା ଡେଟ୍ରେ ମୁଁ କହୁଛି ବାଇ ଡାଟା ଅଛି। ଏ ମୋହନ ମାଝୀ ସରକାରକୁ ମୁଁ କହୁଛି ଅଛି, ଗୋପୀବଲ୍ଲଭ ଆପଣଙ୍କୁ ଦେଇକି ଆସିଛି। ଆସିଲା ପରେ ସେପଟେ ବି ଲୋକ ଟ୍ୟାକ୍ସ ନେଇକି ଯାଉଛନ୍ତି, ଆପଣଙ୍କ ମୋହନ ମାଝୀ ସରକାର ଦଲାଲକୁ ଅଟକେଇକି ରଖିଛନ୍ତି ହେଲା। ଆଜିକା ଡେଟ୍ରେ ଦଲାଲ ବାଲା 2,000 ଟଙ୍କା ନେଇକି ଗୋଟେ ବ୍ୟାଗ୍ ଇଏ କରିକି ଛାଡ଼ୁଛନ୍ତି। ଏଇଟା ଜାଣିଛନ୍ତି ନା ଜାଣିନାହାନ୍ତି?
ମୁଁ ସରକାର ମୋହନ ମାଝୀ ସରକାର ମୁଁ ଏତିକି କହିବାକୁ ଚାହୁଁଛି। ତା ସତ୍ତ୍ୱେ ବି ଆପଣଙ୍କର ଜାମସେଦ ଆପଣଙ୍କର ଦୀଘା ଦେଇକି ଆସୁଛି ସେପଟ ବର୍ଡ଼ର ବୁଲିକି ଦୀଘା ବର୍ଡ଼ର ଦେଇକି ଆସୁଛି ଜଳେଶ୍ୱର ଦେଇକି ଆସୁଛି। ଜାଣିଛନ୍ତି ବିଷୟରେ କିଛି ଜଣା ଅଛି ଆପଣଙ୍କୁ? ଆପଣ ସବୁବେଳେ କହୁଛନ୍ତି ଆମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗରୁ ଯେଉଁ ବିଗତ ମୁଖ୍ୟମନ୍ତ୍ରୀ ଥିଲେ ଆପଣ ଦୋଷ ଦେଉଛନ୍ତି। ତାଙ୍କରି ପାଇଁ ଆଳୁ ଆସିଲା। କେମିତି ଆଳୁ ଆସିଲା? ଆପଣ ଦଲାଲମାନଙ୍କୁ ଦେବେ ପଇସା ପଠେଇ ଦିଅ। ଆମର ନଥିଲା ନବୀନ ପଟ୍ଟନାୟକ କିଛି ଜାଣିନାହାନ୍ତି। ମୁଁ ଖାସ୍ କରି ଯୋଗାଣ ମନ୍ତ୍ରୀଙ୍କୁ ଆପଣ ଗୋଟିଏ ୱାର୍ଡ଼ କହୁଛି। ଆପଣ କହିଲେ ଅବିକା ବଞ୍ଚିଥାନ୍ତେ କେମିତି? ଆପଣ ବଞ୍ଚିଥାନ୍ତେ କେମିତି ବା ମୋତେ একটু କୁହନ୍ତୁ ଯୋଗାଣ ମନ୍ତ୍ରୀ। ମୁଁ କହୁଛି ଆପଣ କହିଦେଲେ ନବୀନ ପଟ୍ଟନାୟକ ଚିଠି ଲେଖିଦେଲେ ଆଉ ପଠେଇଦେଲେ, ସେ ପଠେଇ ନାହାନ୍ତି। ଆମ ମନ୍ତ୍ରୀ ମୋହନ ମାଝୀ ଗଲେ ମିଟିଂ କଲେ, ଦିଲ୍ଲୀରେ ମିଟିଂ କରି ମମତା ବାନାର୍ଜୀ ପଠେଇଦେଲେ। କେଉଁଟା ଆଦୌ ସତ୍ୟତା ମୋତେ କହିବେ, ଟିପ୍ପଣୀ ଲେଖିବେ। ଆପଣ ବିଜେପି ସରକାରରେ ମିଛୁଆ ସରକାର ଯେଉଁ କରିଛନ୍ତି, ମୁଁ ଆଉ ଦୁଇଟା ଲୋକ ଅଛନ୍ତି ତାଙ୍କୁ ନାଁ କହିବି ନାହିଁ, ସେଇଟା ମୋତେ ଟିପ୍ପଣୀ ଲେଖିକି କହିବେ। ଆପଣ ଯୋଗାଣ ମନ୍ତ୍ରୀ କହୁଛନ୍ତି 32 ଟଙ୍କା କିଲୋ ହେଇଗଲା ଆଜିକା ଡେଟ୍ରେ କଟକ ଟାଉନରେ। ମୁଁ କଟକ ପିଲା, ମୁଁ କଟକ ଟାଉନରେ ଆଜିକା ଡେଟ୍ରେ ଆଳୁ କିଲୋ ବିକ୍ରି ହେଉଛି 32 ଟଙ୍କା। ଆପଣ କହୁଛନ୍ତି କ'ଣ 29 ଟଙ୍କା? 29 ଟଙ୍କା ଆପଣ କିଣିଥିଲେ, ଆଜିକା ଡେଟ୍ରେ 32 ଟଙ୍କା କିଲୋ ବିକ୍ରି ହେଉଛି। ତାହେଲେ କ'ଣ କହୁଛନ୍ତି ଆପଣ? ଯୋଗାଣ ମନ୍ତ୍ରୀ ଆପଣ ଅଛନ୍ତି ତ? ମୋତେ ଏଇଟା ଟିପ୍ପଣୀ ଲେଖିକି ଦେବେ। ମୁଁ ଆପଣଙ୍କୁ ଜଣେଇଲି ଜାମସେଦପୁର ଯେଉଁ ଆଳୁ ଯେଉଁ ଆସୁଛି, ଆପଣଙ୍କ ବିଜେପି ସରକାରରେ ଦଲାଲ ଅଟକେଇକି ଗାଡ଼ି ଛାଡ଼ୁନାହାନ୍ତି। ବିଗତ 24 ବର୍ଷରେ ଆଜି ପର୍ଯ୍ୟନ୍ତ କେଉଁ ଗାଡ଼ି ଅଟକି ନାହିଁ। ୱେଷ୍ଟବେଙ୍ଗଲ କୌଣସି ଗାଡ଼ି ଆଜି ପର୍ଯ୍ୟନ୍ତ ଅଟକି ନାହିଁ। ଆପଣ ଦେଖିଥିବେ କୌଣସି ଗାଡ଼ି ଅଟକି ନାହିଁ। ନବୀନ ସରକାର ଥିଲା ଭିତରେ କୌଣସି ଗାଡ଼ି ଅଟକି ନାହିଁ। ମୋତେ କୁହନ୍ତୁ କୌଣସି ଗାଡ଼ି ଅଟକିଛି ଯେ ମୁଁ ଆପଣଙ୍କ କତିରେ ମୁଁ ସେଠି ଇଏ କରିବି। ଆପଣ କ'ଣ କରୁଛନ୍ତି ଯୋଗାଣ ମନ୍ତ୍ରୀ? ଆପଣ ଥାଇ କ'ଣ କହୁଛନ୍ତି? ଆପଣ ତାହେଲେ ଆପଣ ପଳେଇଗଲେ 1 ନମ୍ବର ମାର୍କେଟ ବୁଲିବାକୁ ପଳେଇଗଲେ। କ'ଣ ଦେଖିଦେଇ ପଳେଇଆଇଲେ? ଛତ୍ରରାଜରେ ପଳେଇଆଇଲେ। ଛତ୍ରରାଜରେ ଆପଣ କିଣିଦେଲେ 30 ଟଙ୍କାରେ, କହିଲେ 30 ଟଙ୍କା ବିକୁଛନ୍ତି 50 ଟଙ୍କାରେ। ବିଗତ 2 ଦିନ ତଳ କଥା କହୁଛି। କ'ଣ କରୁଛନ୍ତି ଆପଣ? ଏ ଜୁଲୁମ ଚଳିବ ନାହିଁ। ଆପଣ ଡବଲ ଇଞ୍ଜିନ୍ କରିଛନ୍ତି, ଚଳିବ ନାହିଁ। ବିଗତ ଦିନରେ ଆମେ ପୁରା ଇଏ କରିବୁ, ରାସ୍ତା ଅବରୋଧ କରିବୁ, ସବୁ କରିବୁ। ଆପଣଙ୍କୁ ବିଜେପି ସରକାରକୁ ଆମେ ପୁରା ଇଏ କରିବୁ। ଯଦି ଭଲ ଚଳିବା ହେଉଛି, ମୋହନ ସାର୍ ଚଳିବାର ଅଛନ୍ତି, ଭଲରେ କରନ୍ତୁ। ଜନସାଧାରଣଙ୍କୁ ସୁଖରେ ରଖନ୍ତୁ। ଜନସାଧାରଣଙ୍କୁ ଭଲରେ ଇଏ କରନ୍ତୁ। ଯେକୌଣସି ବାଟ ପରିବା ଯୋଗାଣ ଇଏ ହେଉ, ଯେକୌଣସି ବି ହେଉ ଚଳାନ୍ତୁ, କିନ୍ତୁ ସେଇଟା କରନ୍ତୁନି ଯେମିତି ବିଗତ ଦିନେ ସରକାରଟା ବୁଡ଼ିବା ପାଇଁ। ଗୋଟିଏ କଥା କହିଲେ ସରକାରଟା ବୁଡ଼ିବା ପାଇଁ କରନ୍ତୁ ନାହିଁ। ଏଇଟା ମୁଁ ମୋହନ ମାଝୀ ସରକାରଙ୍କୁ ଏଇଟା ମୁଁ ଭିଡ଼ିଓ କରିକି ପଠାଉଛି। ଏଇ ଭିଡ଼ିଓଟା ଆପଣ ବୁଝନ୍ତୁ କେଉଁଟା ଠିକ୍ କେଉଁଟା ଭୁଲ। ମୁଁ ଯେଉଁ ଆଜି କହିଛି ଭିଡ଼ିଓଟା ଭଲରେ ଶୁଣିବେ। ଆପଣ ୱେଷ୍ଟ ବେଙ୍ଗଲକୁ କରିବେ ଆଳୁ ବ୍ୟାନ୍ କରିବେ, ଠିକ୍ ଅଛି। ଉତ୍ତରପ୍ରଦେଶରୁ ଆଣିବେ ତ ଆଣନ୍ତୁ, କିଛି ନାହିଁ। ଉତ୍ତରପ୍ରଦେଶରୁ ଆଣିବେ ତ ଆଣନ୍ତୁ। ତାପରେ ୱେଷ୍ଟ ବେଙ୍ଗଲ ଉତ୍ତରପ୍ରଦେଶ ଆଣିବେ, ତ ସରକାର ବୁଡ଼ିବ। ମୁଁ ତୁମକୁ ଆପଣଙ୍କୁ ଆଜିକା ଡେଟ୍ରେ କହୁଛି ଉତ୍ତରପ୍ରଦେଶରୁ ଆଣିକି ଆଳୁ ଆଣି ଚଳେଇବେ, ୱେଷ୍ଟବେଙ୍ଗଲକୁ ଇଏ କରିବେ। ଆପଣ କେତେ ଦିନ ଚଳିବେ? ଆମେ ବିଜେଡ଼ି ଦଳ ଶାସକ, ଆମେ ଆପଣଙ୍କୁ ଦେଖେଇବୁ। এইটা আপনার মানে মু আপনার এটা ইয়ে করছি। এইটা হচ্ছে মো লাস্ট, মু আর কিছু কহা চাহুনি। মু আপনার ଦେଇଦେଇছি। ଆପଣଙ୍କର ସରକାର ଯେଉଁ ଅବିକା ଯେଉଁ ଗାଡ଼ି ଆସୁଛି, ସେ ଗାଡ଼ି ଭିତରେ ଆପଣ ଲୋକନାଥ ଟୋଲ୍ ଗେଟ୍ରୁ ଆପଣଙ୍କ ବିଜେପି ସରକାର ପଇସା 2,000 ଟଙ୍କା ଗୋଟେ ବ୍ୟାଗ୍ ପିଛା ନେଉଛନ୍ତି। ଗାଡ଼ି ପିଛା ଗୋଟେ ଗାଡ଼ି ପିଛା 2,000 ଟଙ୍କା ନେଉଛନ୍ତି ଲୋକନାଥ ଟୋଲ୍ ଗେଟ୍ରୁ। ତାପରେ ଗୋପୀ ବଲ୍ଲଭ ଟୋଲ୍ ଗେଟ୍ରୁ। ଆପଣଙ୍କୁ ଗୋଟିଏ କଥା କହିଯାଉଛି। ଆଉ ତାପରେ ବି ମୋ କତିରେ ଲେଖା ଅଛି, ହେଲା କି ଜନଶିଲା ବର୍ଡ଼ର ପାଖରୁ ସେଠୁ ନେଉଛନ୍ତି, ଦିଘା ପାଖରୁ ନେଉଛନ୍ତି, ଜଳେଶ୍ୱର ପାଖରୁ ନେଉଛନ୍ତି। ତାହେଲେ ଆପଣ କ'ଣ କରୁଛନ୍ତି? ସରକାର କରିବେ। ଆପଣଙ୍କ କର୍ମୀ ସେଠି ଅଟକେଇକି ପଇସା ନେଉଛନ୍ତି। ଆପଣଙ୍କ କର୍ମୀ ଗାଡ଼ିରୁ ଟ୍ୟାକ୍ସ ଆଦାୟ କରିକି ଦଲାଲ ମାନେ ନେଉଛନ୍ତି ପଇସା। ଆପଣ ସରକାର କରିବେ। ସେଇଠୁ ନେଲା ବେଳେ ଆପଣ କହୁଛନ୍ତି ଆମେ ୱେଷ୍ଟବେଙ୍ଗଲ ଆଳୁ ଆଣିବୁ ନାହିଁ। ମୋତେ ଏଇଟା ଟିପ୍ପଣୀ ଲେଖିଦେ, ମୁଁ ଏଇଟା ଟିପ୍ପଣୀ ପଠାଇଛି। ଆଜି ମୋତେ ଜଣ ଲୋକ କହିବେ କେଉଁଟା ଭୁଲ କେଉଁଟା ଠିକ୍। ଏତିକି କହି ମୁଁ ଆପଣଙ୍କୁ ମନ୍ତବ୍ୟ ଇଏ କରିଛି। କେଉଁଟା ଭୁଲ ଥିବେ ମୋତେ ସରକାର କହିବେ,
ଆମର ଯୋଗାଣ ମନ୍ତ୍ରୀ କହିବେ, ମୁଁ ଯଦି ଠିକ୍ ଥିବି ମୋତେ ଜନସାଧାରଣ ଲୋକ କହିବେ। ଏତିକି କହି ମୁଁ ଭିଡ଼ିଓଟା ଏଣ୍ଡ କରୁଛି।